ଦେଖନ୍ତୁ ଗତ 12/11/2024 ତାରିଖରେ ପୀଡ଼ିତା ନିଜେ ବିଞ୍ଝାରପୁର ଥାନାରେ ତା ମା ଏବଂ ତା ଭାଇ ଭଉଣୀଙ୍କ ସହିତ ଆସିକି ନିଜ ବାପା ନାଁରେ ଏହି ଏତଲାଟି ଦେଇଥିଲା। ଘଟଣାକ୍ରମରେ ବା ଅନୁସନ୍ଧାନରେ ଯାହା ତାର ଅଭିଯୋଗ ମୁତାବକ ବିଞ୍ଝାରପୁର ପୋଲିସ ପାଖରେ ପୀଡ଼ିତାର ବୟାନ ଥିଲା ଯେ ତା ନିଜ ବାପା ତା ସହିତ ତା ମାର ଅନୁପସ୍ଥିତିରେ ତା ମାକୁ ବାପା ମାଙ୍କ ଭିତରେ ପଡେ ନା କଳି ଝଗଡା ହୁଏ, ତାପରେ ମା ବାପ ଘରକୁ ପଳାଏ ତାର ଛୋଟ କୁନି ଭାଇ ଭଉଣୀ ଦୁଇଟିକି ନେଇକି। ବାପା ପାଖରେ ଏଇ ପୀଡ଼ିତା ଏବଂ ତାର ସାନ ଭଉଣୀ ରୁହନ୍ତି ଏବଂ ଏଇ ସୁଯୋଗରେ ମା ନଥିବାର ସୁଯୋଗରେ ନିଜ ବାପା ତା ଝିଅକୁ ଏକାଧିବାର ଧର୍ଷଣ କରି ଆସୁଥିଲା ଏବଂ ମାମଲାରେ ମୋଟ 18 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ ଅଭିଜିତ ପଲେଇ ଅଭିଯୁକ୍ତ ପ୍ରଶାନ୍ତ ଦାସକୁ 20 ବର୍ଷର ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି। ସେହିପରି 5,000 ଟଙ୍କାର ଜରିମାନାର ରାୟ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡାଦେଶର ରାୟ ଶୁଣାଇବା ସହିତ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ 5 ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।